ସନ୍ଧ୍ୟାବେଳେ ଟିକେ ମଣିଷ ରିଲ୍ସ କରୁଥିଲା କିନ୍ତୁ ମୋ ସ୍ୱାମୀ ମୋ ଖୁସି ଦେଖି ସହିପାରିଲେନି। ମୋତେ କହିଲେ କିଛି କାମଧନ୍ଦା ନାହିଁ, ସବୁ କାମ ସରିଗଲା, ବସିକି ମୋବାଇଲରେ ରିଲ୍ସ କରାହେଉଛି। ଯାହାହେଲେ ତ କାମ ଅଛି, କାମ ସରିନି। କିନ୍ତୁ ମଣିଷ ଟିକେ ଖୁସିରେ ରିଲ୍ସ କରୁଥିଲା। ଦେଖିଲି ମୋ ସ୍ୱାମୀଙ୍କ ଓଠ ତଳକ ନାଲି ରଙ୍ଗ ଲାଗିଛି। ନାଲି ରଙ୍ଗ ଲାଗିଲା କେଉଁଠି, ମୁଁ ଭାବିଲି କ'ଣ ମୋ ପୁଅ ଲଗେଇ ଧରିଛି, କାରଣ ମୋ ଲିପଷ୍ଟିକ୍ ଧରିଥିଲା। ତ ପୁଣି ଦେଖିଲି ନା ସେ ତକିଆରୁ ଆକ୍ଚୁଆଲି ମାନେ ରଙ୍ଗ ଗୁରା ବାହାରୁଛି, ତ କେମିତି କ'ଣ ଲାଗିଯାଇଛି ତାଙ୍କର। ବାହାରକୁ ଆସିଲି, ମୁଁ ପାଣି ଦେଇଥିଲି ମାନେ ଆଣିବା ପାଇଁକା, ତ 2ଟା ଜାର୍ ଆସିକି ପାଣି ପହଞ୍ଚି ଯାଇଛି। ଯେହେତୁ ମେସ୍ରେ ସେ ଯାଇଥିଲେ ଆଣିବା ପାଇଁ, ମୁଁ ତାଙ୍କୁ ଦେଇଥିଲି, ସେ ବାହାରେ ରଖିଦେଇ ଗଲେଣି। ତ ଇଏ ହେଉଛନ୍ତି ମୋ ପଡ଼ୋଶୀ, ତ ମୋ ରୁମ୍ ସାଇଡ଼୍ରେ ରହୁଛନ୍ତି। ଇଏ ବି ଓଡ଼ିଶାର, ତାଙ୍କର ନୟାଗଡ଼ ଡିଷ୍ଟ୍ରିକ୍ଟ। ମୋତେ କହିଲେ ଘିକୁଆଁରୀ ଗଛ ଆଣିଛି ନେଇକି ଲଗେଇବ। ମୁଁ କହିଲି ମୋ ପାଖରେ ତ ଆଉ କୁଣ୍ଡ ନାହିଁ, ତୁମେ ଲଗେଇଦିଅ, ପୁଣି ଯଦି ଦରକାର ହେବ ମୁଁ ତୁମଠାରୁ ନେଇଯିବି, ଏଇଠି ତ ତୁମେ ଲଗେଇଛ ଆଉ। ତାପରେ ପଳେଇ ଆସିଲେ, ଯେହେତୁ ମୋର ତ କାମ ଅଛି, ମୋ ସ୍ୱାମୀ ଦେଖିଛନ୍ତି, କାରଣ କିଚେନ୍ରେ ମୁଁ ସବୁ ରଖି ଯାଇଛି। ତ ଆଣ ବାଟିବା ପାଇଁକା ମୁଁ ପୁରା ବାହାରିଲି। ଭାତ ଟିକେ ଆଣିକି ପକେଇକି ବାଟୁଛି, ଅରୁଆ ଭାତ। ଏଇଟା ମୁଁ ମାନେ ମୋ ଶାଶୁ ଘରୁ ଶିଖିଛି। ମୋ ନଣନ୍ଦ, ମୋ ଶାଶୁ ସବୁ ମାନେ ଭାତ ପକାଇ ବାଟନ୍ତି। କେରଳ ତ ଅରୁଆ ଭାତ ଖାଆନ୍ତିନି, ସେ ଉଷୁନା ଭାତ ପକାଇ ବାଟନ୍ତି, କାରଣ ଫୁଲେ। ତ ମୋ ପାଖରେ ଯେହେତୁ ଅରୁଆ ଭାତ ଥିଲା, ମୁଁ ତାକୁ ମାନେ ପକାଇକି ବାଟୁଛି, କାରଣ ମୁଁ ଦୋସା କରିବି। ଆଉ ଇଟିଲି କରିବାର ଥିଲା, କିନ୍ତୁ ଇଟିଲି କରିବିନି, ଦୋସା କରିବି। ଆଉ ମୋ ପୁଅ ଖାଲି କ'ଣ କହୁଛି, ତାର କ'ଣ ଦରକାର, କ'ଣ ସେ ମାନେ ଟିକେ ମାନେ ମୋର କାମ ଧନ୍ଦା କରେଇ ଦେଉନି, ଖାଲି ଆସି ମୋରି ପାଖରେ ନଟପଟ ହେଉଛି। ତାପରେ ମୋର ସରିଯାଇଛି ଆଣିବା ପାଇଁକା, ସିଏ କ'ଣ କହିଲେ ମୋତେ ପଇସା ଦେଇଥିଲେ, କହିଲେ ତୁ କ'ଣ ଦେଖିନୁ ଟାଉନସିପ୍ ଏଇଠି ପାଖରେ, ଯା ମା ପୁଅ ଯାଅ ଚାଲି ଚାଲିକା ସନ୍ଧ୍ୟାବେଳେ ନେଇକି ଆସିବ। ମୁଁ କହିଲି ମୁଁ କେମିତି କ'ଣ ଯିବି ପୁଅକୁ ନେଇକି ସନ୍ଧ୍ୟାବେଳେ ଚାଲି ଚାଲିକା। ମୁଁ କହିଲି ଛାଡ଼, ତୁମେ ଆଣିଲା ବେଳେ ନହେଲେ ନାହିଁ। ପୁଣି ମୋତେ କହିଲେ ନାଇଁ ଯିବା, ତୁ ରେଡ଼ି ହେଇକି ବାହାର। 7:30 ବେଳେ ତ ମୁଁ ରେଡ଼ି ହେଇଗଲି ଯିବା ପାଇଁକା। ଯେହେତୁ ମୁଁ କହିଛି ନା, ତ ମୋତେ ସେଥିପାଇଁକା କହିଲେ, ଯେହେତୁ ତୁ କହି ତୁ ବି ସାଙ୍ଗରେ ଚାଲ। ମୁଁ କହିଲି ଠିକ୍ ଅଛି, ଟିକେ ପଦାରେ ବୁଲି ଦେଇ ପଳେଇ ଆସିି ଭଲ ହେବ। ତାପରେ ଆମେ ବାଇକ୍ରେ ଯାଉଛୁ ଟାଉନସିପ୍ ମାନେ ଯିବା ପାଇଁକା ହେଲେ ତ ହେଲମେଟ୍ କମ୍ପଲସରି ହେଇଥାଏ। ତ ହେଲମେଟ୍ ପିନ୍ଧିକି ଯାଉଛୁ। ଏଇ ଜଷ୍ଟ ପାଖରେ ହେବ, ଆମ ରୁମ୍ ଠାରୁ ସେଇ 200 ମିଟର ପାଖାପାଖି ହେବ। ଦେଖନ୍ତୁ ପୁରା ପ୍ଲାଣ୍ଟ ଏରିଆଟା କେମିତି ସୁନ୍ଦର ଦେଖାହେଉଛି ସନ୍ଧ୍ୟାବେଳେ, ପୁରା ଲାଇଟିଂ। ତ ସିଏ ଆସିଲେଣି ଭିତରକୁ, ମୋତେ କହିଲେ ଯାହା ସହିତ କିଣାକିଣି ଅଛି ତୁ କରିକି ଆଣ। ସେ ବାହାରେ କ'ଣ ଫୋନ୍ ଏକା ସହିତ କଥା ହେଉଛନ୍ତି। ଆ ଭିତରେ ବି ମାନେ ସବୁ ଜିନିଷ ଅଛି, ହସ୍ପିଟାଲ ବି ଅଛି। ଉପରଟା ହେଉଛି ପାର୍ଲର ଅଛି। ମୁଁ କେବେ ପାର୍ଲର ଯାଇନି, କିନ୍ତୁ ଦେଖିଛି। ତ ରୁମ୍ରେ ଆସି ପହଞ୍ଚିଲା ପରେ ମୋ ଆଖିଟା କାହିଁ କୁଣ୍ଡେଇ ହେଲା। ମୁଁ କହିଲି ଆଉ ଏମିତି ମାନେ ଯେହେତୁ ଭିଡ଼ିଓ କରିଥିଲି, ଯେମିତି ଅନେଇଦେଲି, ଦେଖନ୍ତୁ ମୋ ଆଖି କେମିତି ଦେଖାହେଉଛି, ଗୋଟେ ବିଲେଇ, ପୁରା ମଣିଷ ଭୁତୁଣି ଭଳିଆ ଦେଖାହେଉଛି। କଳା କଳା ଲଗେଇଥିଲି, ଟିକେ ମେକଅପ୍ ନେଇକି ଯାଇଥିଲି ବୋଲି ବାହାରକୁ, ଆଖିଟା ଏମିତି ହାତରେ ମଳିଦେଲି ବୋଲି ପୁରା କେମିତି ଦେଖାନ୍ତୁ। ଚନ୍ଦ୍ରମୁଖୀର ପୁରା ମଞ୍ଜୁଳିକା, ଖାଲି ଚୁଟିଟା ଖୋଲିଦେଲେ ଗଲା ଆଉ, ପୁରା ଡିଟୋ ପୁରା ମଞ୍ଜୁଳିକା ପରିକା ଦେଖାଯାଉଛି ମଣିଷ।